ଆଜି ଆମେ ଗୋଟେ ଶବ୍ଦକୁ ନେଇ ଆଲୋଚନା କରିବା ପ୍ରକ୍ରିୟା। ଶୀର୍ଷକ ତ ଅଛି ପ୍ରକ୍ରିୟା କାର୍ଯ୍ୟରୁ ଫଳାଫଳ। ହଁ ତ ଏ ପ୍ରକ୍ରିୟା ଶବ୍ଦଟା ମାନେ ଆମେ ସବୁବେଳେ କାମ କରୁ, କିନ୍ତୁ ଏ ଧାରା ବା ପ୍ରକ୍ରିୟା ବିଷୟରେ କେତେ ଭାବୁଛୁ? ଠିକ୍ କଥା। ଏଇ ଯୋଉ ଉତ୍ସଗୁଡ଼ିକ ଅଛି ସେଥିରୁ ଜଣାପଡ଼ୁଛି କି ଏଇ ଶବ୍ଦର ଗଭୀରତା ବହୁତ ବେଶୀ। ହଁ, ଓ କେମିତି କାମ ଓ ଫଳାଫଳ ଯୋଡ଼ା ହେଲା ସେଟା ବି। ଏକଦମ। ଠିକ୍ ଅଛି, ତେବେ ଚାଲନ୍ତୁ ଆରମ୍ଭରୁ ଦେଖିବା ମୂଳ କଥା କ'ଣ କହୁଛି ସରଳ ଭାଷାରେ। ହଁ, ସରଳ ଭାଷାରେ କହିଲେ ପ୍ରକ୍ରିୟା ହେଉଛି କିଛି କାମ ବା ପଦକ୍ଷେପର ଗୋଟେ ଚେନ୍, ମାନେ ଶୃଙ୍ଖଳା। ଆଚ୍ଛା, ଗୋଟେ ପରେ ଗୋଟେ। ହଁ, ଯୋଉଟା ଗୋଟେ ନିର୍ଦ୍ଦିଷ୍ଟ ଫଳ ବା ରିଜଲ୍ଟ ଆଡ଼କୁ ନେଇଯାଏ। ଶୁଣିବାକୁ ତ ସହଜ ଲାଗୁଛି, କିନ୍ତୁ ଏହାର ପରିସର ବୋଧେ ବହୁତ ବଡ଼। ହଁ, ଏକଦମ ଠିକ୍ କଥା। ଏଇଠି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହାର ବ୍ୟାପକତା, ମାନେ ଏହା କେତେ ପ୍ରକାରର ହୋଇପାରେ। କେମିତି? ଦେଖନ୍ତୁ, ଏହା ହେଇପାରେ ମଣିଷ ଜାଣିଶୁଣି କରୁଥିବା କାମ, ପ୍ଲାନ୍ ପ୍ରେରିକି, ଯେମିତି ଗାଡ଼ି ତିଆରି ହେବା କାରଖାନାରେ। ପୁରା ଯୋଜନାବଦ୍ଧ। ଆଉ ପୁଣି ଏମିତି ବି ହେଇପାରେ ଯାହା ପ୍ରକୃତିରେ ଆପେ ଆପେ ହେଉଛି, ଯେମିତି ଗଛ ବଢ଼ିବା ଓହୋ। କିମ୍ବା ଋତୁ ବଦଳିବା। ଏସବୁ ବି ତ ପ୍ରକ୍ରିୟା। ଦୁଇଟି ଯାକରେ କିଛି ଷ୍ଟେପ୍ ବାଇ ଷ୍ଟେପ୍ ହେଉଛି ଆଉ ଶେଷରେ ଗୋଟେ ପରିଣାମ ମିଳୁଛି। ହଁ, ଏ ଉଦାହରଣ ଦୁଇଟା ଭଲ ଅଛି। ଘର ତିଆରି କଥା ଯାହା କୁହାଯାଇଛି ସେଥିରେ ତ ପୁରା ପ୍ଲାନ୍ ଆଉ ଗୋଟେ ପରେ ଗୋଟେ ଷ୍ଟେପ୍ ଦରକାର। ନିଶ୍ଚୟ। ସେଇଟା ହେଲା ଯୋଜନାବଦ୍ଧ ପ୍ରକ୍ରିୟା। କିନ୍ତୁ ଆପଣ ଯାହା କହିଲେ ବୟସ ବଢ଼ିବା କଥା, ମାନେ ବାର୍ଦ୍ଧକ୍ୟ। ହଁ, ସେଇଟା ପୁରାପୁରି ପ୍ରାକୃତିକ ଆଉ ଅନିବାର୍ଯ୍ୟ ମଧ୍ୟ, ଆପେ ଆପେ ଚାଲେ। କିନ୍ତୁ ଗୋଟେ କଥା ମନକୁ ଆସୁଛି, କ'ଣ ସବୁ କାମକୁ ଆମେ ପ୍ରକ୍ରିୟା ବୋଲି ଦେଖିବା? ମାନେ କିଛି କାମ ତ ଏମିତି ବିଶୃଙ୍ଖଳିତ ଲାଗେ। ହଁ, ଏଇଟା ଭଲ ପ୍ରଶ୍ନ। ଦେଖନ୍ତୁ, ଉତ୍ସଗୁଡ଼ିକ କହୁଛି କି କୌଣସି କାମକୁ ପ୍ରକ୍ରିୟା ଭାବେ ଦେଖିବାର ଗୋଟେ ମୂଲ୍ୟ ଅଛି। ଆଚ୍ଛା। ବିଶେଷ କରି ଯେତେବେଳେ ଆମେ ଗୋଟେ ନିର୍ଦ୍ଦିଷ୍ଟ ଫଳ ଚାହୁଁଛେ। ଯଦି ଆମେ ପ୍ରୋସେସ୍ ଉପରେ ଧ୍ୟାନ ଦେବା ତାହେଲେ କାମରେ ଗୋଟେ ସ୍ଥିରତା ଆସେ, ଭୁଲ କମିବାର ଚାନ୍ସ ବଢ଼େ ଆଉ ଏଫିସିଏନ୍ସି ବି ବଢ଼େ। ଏପରିକି ଯୋଉ କାମଗୁଡ଼ା ଆମକୁ ମେସି ଲାଗେ ସେଥିରେ ବି ଭିତରେ ଭିତରେ ଗୋଟେ ଷ୍ଟ୍ରକ୍ଚର ବା ପ୍ରକ୍ରିୟା ଥାଇପାରେ, ଯଦି ସେଟା ବୁଝି ହେଲା। ତାହେଲେ ଫଳାଫଳକୁ କଣ୍ଟ୍ରୋଲ କରିହେବ? କିଛି ମାତ୍ରାରେ ହଁ, ପ୍ରଭାବିତ ନିଶ୍ଚୟ କରାଯାଇପାରେ। ଆଚ୍ଛା, ତାହେଲେ ପ୍ରକ୍ରିୟା କେବଳ କାମ କରିବାର ଷ୍ଟାଇଲ ନୁହେଁ, ଏଟା ରେଜଲ୍ଟ ପାଇବାର ଗୋଟେ ବାଟ। ଏକଦମ। ଏଇଠି ବୋଧେ ସେ କମ୍ପ୍ୟୁଟର ବାଲା କଥାଟା ଆସୁଛି। ଯାହା ଉତ୍ସରେ ଥିଲା ସେଇଟା ଟିକେ ଅଲଗା ପରି ଲାଗୁଥିଲା। ହଁ, କମ୍ପ୍ୟୁଟର ସାଇନ୍ସରେ ପ୍ରୋସେସ୍ର ଗୋଟେ ଟେକ୍ନିକାଲ ଅର୍ଥ ଅଛି, ବହୁତ ନିର୍ଦ୍ଦିଷ୍ଟ। କ'ଣ ସେଟା? ସେଠି ପ୍ରୋସେସ୍ ମାନେ ହେଲା ଗୋଟେ ଚାଲୁଥିବା କମ୍ପ୍ୟୁଟର ପ୍ରୋଗ୍ରାମର ଇନଷ୍ଟାନ୍ସ, ମାନେ ତାର ସେହି ସମୟର ଅବସ୍ଥା। ଓହୋ। ତାର ନିଜର ମେମୋରି ଥାଏ, ସିଷ୍ଟମ ରିସୋର୍ସ ବ୍ୟବହାର କରେ। ତେବେ ଦେଖିବାକୁ ଗଲେ ଏଇଟା ସାଧାରଣ ଅର୍ଥଠୁ ଅଲଗା ଲାଗିଲେ ବି ମୂଳ କଥା ସେଇଆ। ହଁ, ମୂଳ ଆଇଡିଆ ସେଇଆ। ଏହା ବି ଗୋଟେ କାମର, ପ୍ରୋଗ୍ରାମ ଚାଲିବାର କ୍ରମିକ ଅବସ୍ଥା, ଆଉ ତାର ବି ଗୋଟେ ଉଦ୍ଦେଶ୍ୟ ଅଛି, ପ୍ରୋଗ୍ରାମର କାମଟା ପୂରା କରିବା। ବୁଝିଲି। ଏଥିରୁ ଜଣାପଡ଼ୁଛି କି ବିଭିନ୍ନ ଫିଲ୍ଡ ନିଜ ଦରକାର ଅନୁସାରେ ଏଇ ବେସିକ୍ କନସେପ୍ଟକୁ କେମିତି ବ୍ୟବହାର କରନ୍ତି। ବୁଝିଲି। ତେବେ ଏହା କେବଳ ଘର ତିଆରି, ବୟସ ବଢ଼ିବା କିମ୍ବା କମ୍ପ୍ୟୁଟର ଭିତରେ ସୀମିତ ନାହିଁ। ନା, ଆଦୌ ନୁହେଁ। ଉତ୍ସଗୁଡ଼ିକା ଆଉ କିଛି କ୍ଷେତ୍ର କଥା କହୁଛି କି ଯେଉଁଠି ପ୍ରକ୍ରିୟାକୁ ବୁଝିବା ଜରୁରୀ? ନିଶ୍ଚୟ, ବହୁତ କ୍ଷେତ୍ର ଅଛି, ଯେମିତି ବ୍ୟବସାୟ ପରିଚାଳନା, ମାନେ ବିଜନେସ୍ ମ୍ୟାନେଜମେଣ୍ଟ, ଆଚ୍ଛା। ବୈଜ୍ଞାନିକ ଗବେଷଣା, ସାଇଣ୍ଟିଫିକ୍ ରିସର୍ଚ୍ଚ, ଏପରିକି ଆର୍ଟସ ଓ କ୍ରିଏଟିଭ୍ କାମରେ ବି ପ୍ରୋସେସ୍ର ଭୂମିକା ରହିଛି। କେମିତି? ଗୋଟେ ଉଦାହରଣ ଦେବେ? ହଁ, ଯେମିତି ଧରନ୍ତୁ ଗୋଟେ କମ୍ପାନୀ, ସେ ନିଜର କଷ୍ଟମର ସର୍ଭିସ୍ ପ୍ରୋସେସ୍କୁ ଯଦି ଭଲ କରିବ ତାହେଲେ କଷ୍ଟମର ସାଟିସ୍ଫ୍ୟାକ୍ସନ ବଢ଼ିବ। ଏକଦମ। ସେମିତି ସାଇଣ୍ଟିଷ୍ଟମାନେ ଗୋଟେ ନିର୍ଦ୍ଦିଷ୍ଟ ପ୍ରୋସେସ୍ ଫଲୋ କରନ୍ତି ଏକ୍ସପେରିମେଣ୍ଟ ପାଇଁ, ତାହେଲେ ଯେ ରିଜଲ୍ଟଟା ରିଲାଏବଲ୍ ହୁଏ। ଆଉ କଳା କ୍ଷେତ୍ରରେ? ଏପରିକି ଜଣେ ପେଣ୍ଟରର ବି ନିଜର ପ୍ରୋସେସ୍ ଥାଏ। ରଙ୍ଗ କେମିତି ମିଶେଇବେ, କ୍ୟାନଭାସ୍ କେମିତି ପ୍ରିପେୟାର କରିବେ, ସେ ସବୁ ତାଙ୍କ କାମକୁ ପ୍ରଭାବିତ କରେ। ବାଃ, ଏଇଟା ବାସ୍ତବରେ ଭାବିବା ଭଳି କଥା। ତାହେଲେ ମୋଟାମୋଟି ଭାବେ ଦେଖିଲେ ହଁ, ମୂଳ କଥା ହେଲା ଯେ ଏଇ ପ୍ରକ୍ରିୟା ଗୋଟେ ୟୁନିଭର୍ସାଲ କନସେପ୍ଟ ପରି ସବୁଠି ଅଛି। ହଁ, ଠିକ୍। ଏହା କାମକୁ ଗୋଟେ ଷ୍ଟ୍ରକ୍ଚର ଦେଉଛି ଆଉ ଆମକୁ ବୁଝିବାରେ ସାହାଯ୍ୟ କରୁଛି ଯେ ଆମେ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ କେମିତି ଯାଉଛେ, ମାନେ ଆରମ୍ଭରୁ ଫଳାଫଳ ପର୍ଯ୍ୟନ୍ତ। ସତ୍ କଥା। ଏହା କେବଳ କିଛି ଷ୍ଟେପ୍ସର ଲିଷ୍ଟ ନୁହେଁ, ବରଂ ପରିବର୍ତ୍ତନର ଗୋଟେ ସିଷ୍ଟମ। ଆଉ ଏହାକୁ ବୁଝିବାର ଲାଭ ହେଉଛି ଯେ ଆମେ ପ୍ରୋସେସ୍ଗୁଡ଼ିକୁ ଆନାଲାଇଜ୍ କରିପାରିବା, ସେଥିରେ ଇମ୍ପ୍ରୁଭମେଣ୍ଟ ଆଣିପାରିବା। ଆଚ୍ଛା। ଆଉ ଅଧିକ ଭରସାଯୋଗ୍ୟ ଭାବରେ ଆମେ ଯାହା ଚାହୁଁଛେ ସେ ରିଜଲ୍ଟ ପାଇପାରିବା।
ଯେତେବେଳେ କିଛି ଭୁଲ ହୁଏ ଆମେ ଖାଲି ରିଜଲ୍ଟକୁ ଦୋଷ ନ ଦେଇ ପ୍ରୋସେସର କୋଉ ଷ୍ଟେପ୍ରେ ଗଡ଼ବଡ଼ ହେଲା ସେଇଟା ଖୋଜିପାରିବା। ଏଇଟା ହିଁ କାର୍ଯ୍ୟରୁ ଫଳାଫଳ ସମ୍ପର୍କର ମୂଳ। ଏକଦମ। ଏ ଆଲୋଚନା ପରେ ଗୋଟିଏ କଥା ମୁଁ ଭାବୁଛି, ଆମର ଯୋଉ ଡେଇଲି ଲାଇଫ୍ ଅଛି ସେଥିରେ ଆମେ ଅନେକ କାମ ତ ଏମିତି ଅଭ୍ୟାସରେ କରିଦେଉ। ହଁ, ପ୍ରାୟ। ଯଦି ଆମେ ସେଇ କାମଗୁଡ଼ିକୁ ଟିକେ କନସିୟସଲି ଗୋଟେ ପ୍ରକ୍ରିୟା ଭାବେ ଦେଖିବାକୁ ଚେଷ୍ଟା କରିବା, ମାନେ ତାର ଷ୍ଟେପ୍ସ ଗୁଡ଼ା କ'ଣ, ତାର ପର୍ପସ୍ କ'ଣ, ତାହେଲେ ସେ କାମ କରିବାର ଅନୁଭୂତି କିମ୍ବା ତାର ଫଳାଫଳ କ'ଣ ବଦଳିଯିବ। ଏଇଟା ବହୁତ ଭଲ ପ୍ରଶ୍ନ। କୋଉ କାମଗୁଡ଼ା ପ୍ରୋସେସ୍ ଭାବେ ଭାବିଲେ ବେଶୀ ଲାଭ ହେବ ଆଉ କୋଉଠି ସ୍ପଣ୍ଟେନିଟି ବା ସ୍ୱତଃସ୍ଫୂର୍ତ୍ତତା ବେଶୀ ଜରୁରୀ। ହଁ, କାରଣ ସବୁ କାମକୁ ତ ପୁରା ରିଜିଡ୍ ପ୍ରୋସେସରେ ବାନ୍ଧି ହବନି ନା। ଠିକ୍। ଏଟା ନିଶ୍ଚୟ ଆମର ଶ୍ରୋତାମାନେ ଭାବିବା ପାଇଁ ଗୋଟେ ଭଲ ବିଷୟ।